ଶିଷ୍ୟ ବୁଝିଲ, ବର୍ତ୍ତମାନ ଆମକୁ ଆହୁରି ଆଗକୁ ଯିବାର ଅଛି। ଭାରି କଷ୍ଟ ହେଉଛି ବାବା। ଯେତେ କଷ୍ଟ ହେଉ ପଛେ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଅଛି। ଆମକୁ ଭଗବାନଙ୍କୁ ପ୍ରାପ୍ତ କରିବାର ଅଛି। ତେଣୁ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ। ଆଜ୍ଞା ବାବା। ବର୍ତ୍ତମାନ ବେଶୀ ସମୟ ହୋଇଗଲାଣି, ସନ୍ଧ୍ୟା ଆଗମନ ପ୍ରାୟ। ତେଣୁ ଆମକୁ ଏଠାରୁ ଶୀଘ୍ର ଯିବାକୁ ହେବ। ଏହି ନିୟ, ସେଇ ପାଖରେ ଦେଖାଯାଉଥିବା କୂଅରୁ ଜଳ ନେଇ ଆସ। ଆଜ୍ଞା ବାବା, ଯାଉଛି। ବାଟ ଆଗକୁ ଆହୁରି ଅନେକ ଅଛି। ଆମକୁ ଏଠାରୁ ଶୀଘ୍ର ବାହାରି ଯିବାକୁ ହେବ। ଏହି ନିୟ, ସେହି କୂଅରୁ ଜଳ ନେଇ ଶୀଘ୍ର ଆସ। ଭଗବାନ ଆମକୁ ସଦ୍ବୁଦ୍ଧି ଦିଅନ୍ତୁ ପ୍ରଭୁ। ବାବା ବାବା ଆରେ ଏ କ'ଣ ହେଲା ତମର? ଆଉ ଜଳ କାହିଁ? ବାବା, ମୁଁ ଯେତେବେଳେ ନୋଟା ଦଉଡ଼ିରେ ବାନ୍ଧି କୂଅକୁ ପକାଇଲି, ହଠାତ୍ କେତେ ବଡ଼ ବଡ଼ ଦାନ୍ତ, ବଡ଼ ବଡ଼ ଆଖି, ବାଳ ଫୁରୁଫୁରୁ କରି କୂଅ ମଧ୍ୟରୁ ଦୌଡ଼ି ଆସିଲା। ଠିକ୍ ଅଛି, ଚାଲ ଶିଷ୍ୟ, ଏଠାରେ ତର୍ପଣ ଆଉ ନ କରି ଆଗ ଗାଁକୁ ଚାଲିଯିବା। ବାବା, ଆଗେ କୁହନ୍ତୁ, ସେ କିଏ? କାହିଁକି ତାର ଏ ରୂପ? ତୁମର ଜାଣିବା କିଛି ଦରକାର ନାହିଁ। ଚାଲ ଚାଲ, ଆମେ ଏଠାରୁ ଶୀଘ୍ର ପଳାଇଯିବା। ନା, ମୁଁ ଯିବିନି। ନ ଜାଣିବା ପର୍ଯ୍ୟନ୍ତ ମୁଁ ଏଠୁ ଯିବିନି। ଆରେ ବଶ୍ଚ, ତୁମର ଏତେ ଜିଦ୍ଦି କ'ଣ ପାଇଁ? ପକ୍କା କମଳ ପୋତ ଛତା, ବସ ଅବଲୋକରା କହିବି କଥା। ହଉ ତାହେଲେ ଏବେ ଶୁଣ। ବଶ୍ଚ, ସେଦିନ ସେ ଝିଅଟା କେତେ ସ୍ୱପ୍ନ ଦେଖିଥିଲା। ଘର ସଂସାର କରିବ, ଠିକ୍ ଯେପରି ମା ବାଇ ଚଢ଼େଇଟି ତା ଚଞ୍ଚୁରେ କାଠିକୁଟା ସଂଗ୍ରହ କରି ଆଶା ଭରସାର ବସାଟିଏ ବାନ୍ଧିଥିଲା। କିନ୍ତୁ ହଠାତ୍ କୌଣସି ଏକ ଅଦିନିଆ ଝଡ଼ରେ ତା ଆଶା ଭରସାର ବସାଟିଏ ଭାଙ୍ଗି ରୁଚି ଚୁରମାର ହୋଇଗଲା। ଠିକ୍ ସେହିପରି ଝିଅଟିର ଜୀବନ ଆକାଶରେ କାଳ ବୈଶାଖୀ ଆସି ଜୀବନକୁ ତାର ଜାଳି ପୋଡ଼ି ନଷ୍ଟ କରିଦେଲା। ଆଉ ତାପରେ ଶୁଣିବୁ? ହଉ ତାହେଲେ ବୁଝିଲ ମାତେ, ମୋର ଆଜି ରାଜଦରବାରକୁ ଯିବାର ଅଛି। ରାଜା ମୋତେ ଡାକିଛନ୍ତି। ତମେ ତ ସବୁବେଳେ ତମ କାମରେ ବ୍ୟସ୍ତ ରହିଲ। ଘରେ ତ କିଛି ନାହିଁ, ହେଲେ ରୋଷେଇ କରିବି କିପରି ଓ ପିଲାମାନେ ଖାଇବେ କ'ଣ? ତେଣୁ ତୁମେ ରାଜଦରବାରକୁ ଯିବା ପୂର୍ବରୁ କିଛି ଖାଦ୍ୟର ବ୍ୟବସ୍ଥା କରି ଯାଅ। ମୋତେ ସମୟ ନାହିଁ। ହଉ ହଉ, ଠିକ୍ ଅଛି, ମୋ ପାଖରେ ଆଉ ସମୟ ନାହିଁ। କୁ ନିଅ, ହାଟରେ ବିକ୍ରି କରି ଯାହା ପଇସା ମିଳିବ ସେଥିରେ ଡାଲି ଚାଉଳ ଆଣି ରୋଷେଇ କରି ପିଲାମାନଙ୍କୁ ଖାଇବାକୁ ଦେବ। ମୋର ଆଉ ସମୟ ନାହିଁ। ହାଟର ନିୟମ ହେଲା, ସନ୍ଧ୍ୟା ପୂର୍ବରୁ ଯାହା ବିକ୍ରି ହୋଇନଥିବ ହାଟ ମାଲିକ ଆସି ସେ ସବୁ ଜିନିଷକୁ ଉପଯୁକ୍ତ ମୂଲ୍ୟ ଦେଇ କିଣି ନେବେ। ଆଳୁ କିଲୋ 10 ଟଙ୍କା, 10 ଟଙ୍କା, ବିଲାତି କିଲୋ 20 ଟଙ୍କା, ବାଇଗଣ। ଆରେ ମା, ଏହା କ'ଣ? ବାବୁ, ଏହା ଏକ ତାଳପତ୍ରରେ ଲେଖାଯାଇଥିବା ଏକ ଶ୍ଲୋକ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା, ବୁଦ୍ଧି ବିଚାରି କାମ କଲେ ପ୍ରମାଦ ନ ପଡ଼ଇ କେବେ। ହଉ, ଏହାର ଦାମ କେତେ ଟଙ୍କା? ଏହାର ଦାମ ହେଉଛି 200 ଟଙ୍କା ବାବୁ। ହଉ ନିଅ। ଶାନ୍ତି ଶାନ୍ତି,
ତମେ କୁଆଡ଼େ ଗଲ? ମୁଁ ପରା ଏଇଠି ଅଛି, ତମକୁ ଅପେକ୍ଷା କରିଛି। ତୁମେ କେତେବେଳେ ହେଲା ଆସିଲ? ମୁଁ ତ ଏବେ ଆସି ପହଞ୍ଚିଲି। ଆରେ ଆଜି ହାଟରେ କଣ ବଳିଲା? ଏଇ ସାମାନ୍ୟ ତାଳପତ୍ରଟିଏ ମିଳିଲା। ଏହାର ଦାମ କେତେ? ଏହାର ଦାମ ହେଉଛି 200 ଟଙ୍କା। କଣ ହେଲା? 200 ଟଙ୍କା? 200 ଟଙ୍କା ଦେଇ ସାମାନ୍ୟ ତାଳପତ୍ରଟି ଆଣିଛ? ଏହା ତ ଆମର ହାଟର ନିୟମ। ଯାହା ବଳିଥିବ ହାଟ ମାଲିକ ତ ସବୁ କିଣି ନେବ। ପୁଣି ସାମାନ୍ୟ ଏଇ ତାଳପତ୍ରଟିଏ? ତମେ କଥାଟାକୁ ଆଉ ବଡ଼ କରନା। ତମକୁ ମୋର ଗୋଟେ କଥା କହିବାର ଥିଲା। ହଉ ଏଇଟା ନିଅ, ରଖ। ଶୁଣ ଶାନ୍ତି, ଆଉ ମୋର ଆସନ୍ତାକାଲି ଦରବାରକୁ ଯିବାର ଅଛି। ତେଣୁ ମୁଁ ଆସିବା ପର୍ଯ୍ୟନ୍ତ ହାଟର ଦାୟିତ୍ୱ ତୁମେ ସମ୍ଭାଳିବ। ହଉ ଶୁଣ, ତମକୁ ମୋର ଗୋଟେ କଥା କହିବାର ଅଛି। ହଉ କ'ଣ କହିବାର ଅଛି କୁହ। କଣ ପାଇଁ ଏମିତି ତରତର ହଉଛ? ମୁଁ ତ କିଛି ବୁଝିପାରୁନି। ଟିକେ ଅପେକ୍ଷା କର। ହଉ ମୁଁ ଅପେକ୍ଷା କଲି। ତୁମେ କ'ଣ କହିବା କଥା କୁହ। ଧେତ୍, ଏସବୁ ମିଛ କଥା। ନା, ମୁଁ ମିଛ କହୁନି, ମୁଁ ସତ କହୁଛି। ସତରେ ମୁଁ ମା ହେବାକୁ ଯାଉଛି। ତୁମେ ମା ହୋଇଗଲେ ମୁଁ ହେଇଯିବି ବାପା। ହଉ, ତୁମର ମିଛ କଥା ସେତିକି ଥାଉ। ଯିବାରେ ବିଳମ୍ବ ହେଲାନି। ଅନ୍ଧାର ଆସିଲେ ବାଟ ହୋଡ଼ି ଗଲେ ଡାକି ଦେଲେ ଧୀରେ ଓ କରେ ଥରଟେ ଝୁଣ୍ଟିରେ କୋଳେଇ ଛାତିରେ ଓଲୋ ଓଲୋ ଯେ ବୋଧ କରେ ଚାଲି ଶିଖେଇଛ ବାଟ ଦେଖେଇଛ ଚାଲି ଶିଖେଇଛ ବାଟ ଦେଖେଇଛ ହାତ ଛାଡ଼ିବିନି ତୋର ଅଧା ବାଟରେ ହାତ ଛାଡ଼ିବିନି ତୋର ଅଧା ବାଟରେ
ଏ କ'ଣ ଦେଖୁଛି? ମୁଁ କିଛି ଦିନ ଘରୁ ଗଲି କି ନାହିଁ ସେ ପୁଣି ପରପୁରୁଷ ସହ ଛାଡ଼ିବିନି, ମୁଁ ମାରିଦେବି। ଆଜି ମାରି ଜୀବନରୁ ଶେଷ କରିବି। ଆରେ ତୁମେ କ'ଣ କରିବାକୁ ଯାଉଥିଲ? ସେଦିନ ମୁଁ ତୁମକୁ କହୁଥିଲି, ଅଥଚ ତୁମେ ବିଶ୍ୱାସ କରୁନଥିଲ। ଇଏ ପୁରା ତୁମରି ପୁଅ ମଳୟ। ମୁଁ ସେଦିନ ସତ କହୁଥିଲି ନା? ହେ ଭଗବାନ, ମୁଁ ତ ତାକୁ ଏବେ ମାରି ଦେଇଥାନ୍ତି, କିନ୍ତୁ ଠିକ୍ ସମୟରେ ସେହି ତାଳପତ୍ର ଉପରେ ମୋର ଆଖି ପଡ଼ିଗଲା। ନହେଲେ ଏବେ ଆମ ପୁଅକୁ ହାଣି ଦେଇଥାନ୍ତି। ସେଥିପାଇଁ କୁହାଯାଇଛି, ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼ଇ କେବେ। ଶୁଣ ମଳୟ, ଇଏ ହେଉଛନ୍ତି ତୋ ବାପା। ତୁ ଯେତେବେଳେ ଜନ୍ମ ହେଇନଥିଲୁ ମୁଁ ସେତେବେଳେ ଦରବାରକୁ ଯାଇଛି ଯେ ଯାଇଛି। କାମ ସରୁନି କି ମୁଁ ବି ଆସିପାରୁ, ସେ ତ ମୁଁ ଆସିସାରିଛି। ହଉ ଏଥର ତାହେଲେ ଚାଲ, ଆଜି ଆମର ଖୁସିର ଦିନ। ଆରେ କେତେ ଡେରି ହେଲାଣି। ମତେ ଏଠି ଅପେକ୍ଷା କରିବାକୁ କହିଥିଲେ, ହେଲେ ବାବୁଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ। ହଉ ସେ ଆଜି ଆସନ୍ତୁ, ତାଙ୍କ ସହ ଆଦୌ କଥା ହେବି। ଆରେ ଆଜି ମ୍ୟାଡାମଙ୍କର ଏ କି ଚଣ୍ଡୀ ରୂପ! ମୋ ଉପରେ କ'ଣ ରାଗିଛ? ମୋ ଉପରେ କ'ଣ ଅଭିମାନ କରିଛ? ତୁମକୁ ପାଇବା ପାଇଁ ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛି। ତୁମକୁ ମୁଁ ଏଠି ଅପେକ୍ଷା କରି କେତେ ସମୟ ଅତିବାହିତ କଲିଣି, ଅଥଚ ତୁମର ସମୟ ଜ୍ଞାନ ବୋଲି କିଛି ନାହିଁ। ହଉ ତମେ ଆଉ ରାଗନି। ହଉ ମୁଁ ତ ତମ ପାଖରେ ଏବେ ଅଛି, ଆସ ଏକ ନୂଆ ରାଇଜରେ ହଜିଯିବା। ଯୋଉଠି ଥିବ କେବଳ ତମେ ଆଉ ମୁଁ। ନାଇଁ ରେ ବାବା ନାଇଁ, ମୋର ସେ ନୂଆ ରାଇଜରେ ହଜିଯିବାର ନାହିଁ। ମୁଁ ଯୋଉଠି ଅଛି ଠିକ ଅଛି। ଆରେ ବାବା, ସେ ଦୁନିଆକୁ ଥରେ ଆସିକି ତ ଦେଖ। ଜହ୍ନରେ ଲେଖିଛି ନା, ତାରାରେ ଲେଖିଛି ନା, ଛାତିରେ ଲେଖିଛି love you, love you, I love you, love you, love you, I love you, love you, love you, I love you, love you, love you, I love you. आकाशे लिखिली ना, बादले लिखिली ना, मेघरे लिखिली वो। Love you, love you, I love you, love you, love you, I love you, love you, love you, I love you, love you, love you, I love you.
ଶୁଣ ଶାନ୍ତି, କଣ ହେଲା? କାହିଁକି ଏମିତି ରଡ଼ି ଛାଡୁଛ? ବୁଝିଲ ଶାନ୍ତି, ଆମ ପୁଅ ମଳୟ ବହୁତ ଭଲ ପାଠ ପଢୁଛି। କଣ ହେଲା ସେଇଠୁ? ତୁମେ ଏମିତି ରାଗୁଛ କଣ ପାଇଁ? ଆଉ ମଳୟ କୁଆଡେ ଗଲା? ବାପା, ମୁଁ କ'ଣ କହୁଥିଲି କି? କଣ କହିବୁ? ଫରେନ୍ ଯିବୁ, ଚାକିରି କରିବୁ, ଏଇଆ ତ? ଆରେ ବାପା, ମୋ କଥାଟା ଟିକେ ଶୁଣ। କଣ କହିବୁ ତୁ ଆଉ? 20,000 ଟଙ୍କା ଦରକାର? ମୋ ବାକ୍ୟ ତ ଟିକେ ପୁରା କରିବାକୁ ଦିଅ ବାପା। ମୁଁ ସିଦ୍ଧାନ୍ତ ମହାପାତ୍ର ଝିଅ ମାଳତୀକୁ ଭଲ ପାଇ ବସିଛି, ଆଉ ତାକୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇ ଆସିଛି। ନା, ଏହା କେବେ ସମ୍ଭବ ନୁହେଁ। କାହିଁକି ଏହା ସମ୍ଭବ ନୁହେଁ? ଗୋଟିଏ ଗରିବ ଖଟିଖିଆ ଝିଅ ଆମ ଘରର ବୋହୂ ହେବ, ଏହା କେବେ ସମ୍ଭବ ନୁହେଁ। ମୋର ଘରର ମାନ ସମ୍ମାନ ଇଜ୍ଜତ ସବୁ କିଛି ଅଛି, ହେଲେ ସେ ଝିଅର କଣ ଅଛି? ଅଛି ବାପା, ଅଛି। କଣ ଅଛି? ଅଛି ବାପା, ତାର ହୃଦୟ। ତା ହୃଦୟ ମାନବିକତା ଆଗରେ ମୁଁ ସବୁ କିଛି ଭୁଲି ଯାଇଛି ବାପା, ସବୁ କିଛି ଭୁଲି ଯାଇଛି। ନା, ଏହା କେବେ ସମ୍ଭବ ନୁହେଁ। ତୁ ଯଦି ମୋ ଇଚ୍ଛା ବିରୁଦ୍ଧରେ ବିବାହ କଲୁ, ତାହେଲେ ତୁ ମୋ ମଲା ମୁହଁ ଦେଖିବୁ। ତୁ ବି ଶୁଣି ରଖ ମଳୟ, ତୁ ଯଦି ତୋ ବାପାଙ୍କ କଥା ନ ରଖି ଆମ ବଂଶ ପରମ୍ପରା ପ୍ରତି କୁଠାରଘାତ କରୁ, ତାହେଲେ ମୋ ମଲା ମୁହଁ ଦେଖିବୁ। ଆରେ ତତେ ଛୋଟରୁ ବଡ଼ କରିଥିଲୁ କ'ଣ ଏଇଆ ଦେଖିବା ପାଇଁ? ତୁ ଆଜି ମୋ ଇଚ୍ଛା ବିରୁଦ୍ଧରେ ଯାଇ ଆଉ କାହାକୁ ବିବାହ କରିବାକୁ କହୁଛୁ? ତେବେ ଶୁଣି ରଖ ମୋ ଶେଷ କଥା, ତୋର ଏ ବିବାହକୁ ଆମେ କେବେ ବି ସ୍ୱୀକୃତି ଦେବୁ ନାହୁଁ। ଆଉ ଏବେ ନିଷ୍ପତ୍ତି ରହିଲା ତୋ ଉପରେ। କେତେ ସ୍ୱପ୍ନ ଦେଖିଥିଲୁ, ପୁଅକୁ ବିବାହ କରି ଘରକୁ ବୋହୂଟିଏ ଆଣିବୁ, କିନ୍ତୁ ତୁ ଆମ ସ୍ୱପ୍ନକୁ ଭାଙ୍ଗି ରୁଜି ଚୁରମାର କରିଦେଲୁ। ତୁମମାନଙ୍କର ଯାହା କହିବାର ଅଛି କହିଯାଅ, କିନ୍ତୁ ମୁଁ ମାଳତୀକୁ ଅଲବତ ବିବାହ କରିବି। ଆଜି ପରା ଆମର ବାସର ରାତି। ତୁମେ ଆଉ ମୁଁ ମିଶି ଗଢ଼ିବା ଏକ ନୂଆ ସଂସାର, ଯେଉଁଠି ଥିବ କେବଳ ତୁମେ ଆଉ ମୁଁ, ଆଉ ତାପରେ ହଜିଯିବା ଏକ ଅଜଣା ଆଇଜରେ, ଯେଉଁଠିକି ଆମକୁ କେହି ଖୋଜି ପାଇବେ ନାହିଁ। ଲାଗେନି ଭଲ ରଙ୍ଗ ବିନା, ରାତି ତ ଲାଗେନି ଭଲ ଜହ୍ନ ବିନା। জীবন লাগে শোনো শোনো। अरे अरे
ତୁମର କିଛି ହେବନି। ମୁଁ ଯେ ପର୍ଯ୍ୟନ୍ତ ତୁମ ସାଥିରେ ଅଛି ତୁମର ସେ ପର୍ଯ୍ୟନ୍ତ କିଛି ହେବନି। ମୁଁ ଯଦି ଠିକ୍ ସତୀ ହୋଇଥାଏ ତାହେଲେ ତୁମକୁ ମୁଁ ଯମପୁରରୁ ଫେରେଇ ଆଣିବି। ଆରେ ଯେମିତି ସାବିତ୍ରୀ ସତ୍ୟବାନକୁ ଫେରେଇ ଆଣିଥିଲା ମୁଁ ସେମିତି ତୁମକୁ ଫେରେଇ ଆଣିବି। ଆରେ ବାପା ମାଙ୍କ କଥା ନ ଶୁଣି ଜୋର ଜବରଦସ୍ତ ତୁମକୁ ବିବାହ କରିଥିଲି। ଭାବିଥିଲି ସାରା ଜୀବନ ତମ ସାଥିରେ ରହିବି, ହେଲେ ମୋତେ ଆଜି ଲାଗୁଛି ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ଜନମ ଦେଇ ମୋତେ କରିଛି ବୋଧେ ପାପ, ଧିକ ମୋ ଜୀବନ ହେ ମୋ ତୋରି ପାପ। ଜନମ ଦେଇ ମୁଁ ତତେ କରିଛି ବୋଧେ ପାପ, ଧିକ ମୋ ଜୀବନ ହେ ମୋ ତୋରି ପାପ। ତୁ ଯଦି ଭୁଲ କଲୁ ମୋ ମୁହଁରେ ନିଆଁ ଦେଲୁ, ତୁ ଯଦି ଭୁଲ କଲୁ ମୋ ମୁହଁରେ ନିଆଁ ଦେଲୁ, କାନ୍ଦୁନି ଲୁହ ମୋ କାନ୍ଦୁଛି ଲହୁ। ତୁ ବୋଧେ ମୋ ଭାଗ୍ୟରେ ନାହୁଁ, ତୁ ବୋଧେ ମୋ ଭାଗ୍ୟରେ ନାହୁଁ, ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ହେ ଭଗବାନ, ମୁଁ ତୁମ ନିକଟରେ କି ଅପରାଧ କରିଥିଲି ପ୍ରଭୁ? ମୋତେ କାହିଁକି ଏତେ ବଡ଼ ଦଣ୍ଡ ଦେଲ? ଆରେ କର୍ମ ବଳେ ନଳ ରାଜା କାଟିଥିଲା ଘାସ, ହାତୀ ପଙ୍କରେ ପଇଲେ ବେଙ୍ଗ ଗୋଇଠା ମାରେ। ଆରେ ମୋର ବି ଦିନେ ସମସ୍ତେ ଥିଲେ ବାବୁ, ହେଲେ ସମୟ କ୍ରମେ ମୋ ଠାରୁ ସବୁ ଦୂରେଇ ଗଲେ। ଏବେ ମୋ ସ୍ୱାମୀ ରୋଗ ଶଯ୍ୟାରେ। ମୁଁ କ'ଣ କରିବି ପ୍ରଭୁ? ଆପଣ ମୋତେ କାହିଁକି ଏତେ ବଡ଼ ଦଣ୍ଡ ଦେଲେ? ସେଇଥିପାଇଁ ମୁଁ ମୋ ସ୍ୱାମୀଙ୍କ ପାଇଁ ଆପଣମାନଙ୍କ ନିକଟରେ ଭିକ୍ଷା କରିବି। ହେ ବାବୁମାନେ, ହେ ମାମାନେ, ମୋ ସ୍ୱାମୀର ଜୀବନ ପାଇଁ ମୁଁ ଆପଣମାନଙ୍କୁ କିଛି ସାହାଯ୍ୟ ମାଗୁଛି। ମୋତେ ଆପଣମାନେ କିଛି ଭିକ୍ଷା ଦିଅନ୍ତୁ। ଜୀବନର ରାସ୍ତା ଭାରି ଅଙ୍କା ବଙ୍କା, କେବେ ଏଠି ଫୁଲ କେବେ ପୁଣି କଣ୍ଟା। ଜୀବନ